ଆଗକୁ ନିର୍ବାଚନ ପାଖେଇ ଆସୁଛି ଯାହା ମଧ୍ୟ ତାରିଖ ବର୍ତ୍ତମାନ ଘୋଷଣା ହୋଇସାରିଛି। ତା ଭିତରେ ଆମେ ଦେଖିବା ଯେଉଁ ପ୍ରମୁଖ 3 ଦଳ ରହିଛି, ତ ଏ ଦଳ ମଧ୍ୟରେ ମଧ୍ୟ ଯେଉଁମାନେ ରହିଛନ୍ତି ନେତା ଏବଂ ଯେଉଁମାନେ ଆଶାୟୀ ପ୍ରାର୍ଥୀ ସେମାନଙ୍କ ମଧ୍ୟରେ ଗୋଟେ ପ୍ରକାର କସରତ ଆମେ ଦେଖିବାକୁ ପାଉଛୁ। ତ ଏ ବିଷୟରେ ଆମେ ଆଜି ଆଲୋଚନା କରିବା। ଆମ ସହିତ ଶ୍ରୀକାନ୍ତ ସାହୁ ଯିଏ ଅଛନ୍ତି ବିଜେଡ଼ି ଦଳର ଯିଏ ବର୍ତ୍ତମାନ ଆଶାୟୀ ପ୍ରାର୍ଥୀ ଏବଂ ସିଏ ଧର୍ମଶାଳାରେ ଅନେକ ପ୍ରକାର ପ୍ରଗତିରେ ମଧ୍ୟ କାମ କରି ଆସିଛନ୍ତି ଏବଂ ମହିଳା ସମାବେଶ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ ଏନ୍ଏସି ଯେଉଁ ଘୋଷଣା କରାଗଲା ଜାରକାକୁ ତା ପାଇଁ ମଧ୍ୟ ସେ ଅନେକ ଥର ଦାବି କରିଥିଲେ ଏବଂ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦ୍ୱାରା ଏନ୍ଏସି ଘୋଷଣା କରାଯାଇଛି ଜାରକାକୁ। ତ ଆସନ୍ତୁ ଆମେ ସିଧାସଳଖ ଆଲୋଚନା କରିବା ତାଙ୍କ ସହିତ। ତ ଆଗକୁ ଯେହେତୁ ନିର୍ବାଚନ ତାରିଖ ଘୋଷଣା ହୋଇଛି, ତ ଲୋକମାନଙ୍କ ପାଖରେ ସେ କେଉଁ ଆଶା ନେଇ ଲୋକମାନଙ୍କ ପାଖରେ କି ଭରସା ନେଇ ଲୋକମାନଙ୍କ ପାଖରେ ପହଞ୍ଚୁଛନ୍ତି ଏବଂ କ'ଣ ରହିଛି ତାଙ୍କର ନିର୍ବାଚନ ପ୍ରସ୍ତୁତି, ସେ ବିଷୟରେ ଆଲୋଚନା କରିବା। ଆମର ପ୍ରସ୍ତୁତି ପୁରା ସଠିକ୍ ଭାବରେ ଆମେ କାମ କରୁଛୁ ଦଳରେ। ଆଉ ଆଶା ଆଉ ବିଶ୍ୱାସ ଅଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଆମକୁ ବିଜେଡ଼ିରେ କାମ କରିବା ପାଇଁ ସୁଯୋଗ ଦେବେ, ଧର୍ମଶାଳା ଜନସାଧାରଣଙ୍କ ସେବା କରିବା ପାଇଁ ସୁଯୋଗ ଦେବେ। 96 ମସିହାରୁ ଛାତ୍ର ସଂସଦର ସାଧାରଣ ସମ୍ପାଦକ ହେଇଥିଲି ଧର୍ମଶାଳା ମହାବିଦ୍ୟାଳୟ। 98 ମସିହାରେ ପ୍ରେସିଡେଣ୍ଟ ହେଇଥିଲି। ଛାତ୍ର ଜୀବନ ମୋ ରାଜନୀତିରେ ଅଦ୍ୟାବଧି ଜଡ଼ିତ ହେଇକି ଅଛି। ଛାତ୍ର ସଂଗଠନ ବି ମୋ ସାଙ୍ଗରେ ହଜାର ହଜାର ଯୁବ ଛାତ୍ର ବର୍ତ୍ତମାନ ମୋ ସହିତ ଜଡ଼ିତ ଅଛନ୍ତି। ଆପଣ ଜାଣିଥିବେ ଆମେ ବିଗତ ଦିନରେ ବହୁତ ଦିନର ଆନ୍ଦୋଳନ କରୁଥିଲୁ। ସେପ୍ଟେମ୍ବର 4ରେ ଗୋଟେ ବିଶାଳ ସମାବେଶ କରିକିରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ପାଣ୍ଡିଆନ୍ ସାର୍ଙ୍କୁ ଏବଂ ଆମ ଯାଜପୁର ଜିଲ୍ଲାର ଜଣେ ଟାଣୁଆ ଯୁବ ନେତା ମାନ୍ୟବର ବିଧାୟକ ବବି ଭାଇଙ୍କୁ ବି ଦାବି ଦେଇଥିଲୁ। ଆଉ ଏନ୍ଏସି ଆମର ତୁରନ୍ତ ତାକୁ କରିଛନ୍ତି। ଆଉ ଆମର ବହୁତ ସମସ୍ୟା ଅଛି ଏଠି ଚାଷୀଙ୍କର, କୋଲ୍ଡ ଷ୍ଟୋର୍ଟେ ନାହିଁ। ସେଥିପାଇଁ ବି ତାଙ୍କ ସହିତ ଆଲୋଚନା କରାହେଇଛି ମାନ୍ୟବର ପାଣ୍ଡିଆନ୍ ସାର୍ଙ୍କ ସହିତ, ବବି ଭାଇଙ୍କ ସହିତ। ସିଏ ବି କୋଲ୍ଡ ଷ୍ଟୋର୍ଟେ ଆମର ହେବ ନିଶ୍ଚୟ। ଧର୍ମଶାଳା ପାଇଁ ସ୍ଥାନୀୟ ନିଯୁକ୍ତି ଆମର ଦରକାର। ଯୁବକ ବେକାର ଯେଉଁମାନେ ହେଇଛନ୍ତି ସେମାନଙ୍କୁ ନିଯୁକ୍ତି ଆମର ମୁଖ୍ୟ ମୁଦ୍ଦା ଅଛି। ଆଉ ଆଗକୁ ସେଇ ମୁଦ୍ଦା ଉପରେ ଆମେ କାମ କରିବୁ। ଶୃଙ୍ଖଳିତ ଧର୍ମଶାଳା, ସୁସ୍ଥ ସମାଜ ଗଠନ ଏବଂ ପରିବେଶ ଯେଉଁ ଆମେ ପଲ୍ୟୁଟେଡ଼୍ ହେଇଛି ଆମ ଧର୍ମଶାଳାରେ ମେଜର ଏରିଆ, ସେଇ ପଲ୍ୟୁସନ୍ଟାକୁ ପୁରା କଣ୍ଟ୍ରୋଲ କରିବା ପାଇଁ ଆମେ କାମ କରିବୁ। ଏବଂ ସ୍ଥାନୀୟ ନିଯୁକ୍ତି ଆମର ଯେଉଁ ଯୁବ ଛାତ୍ରମାନେ ମାନେ ବେକାର ହେଇକି ବୁଲୁଛନ୍ତି ତାଙ୍କୁ କେମିତି ନିଯୁକ୍ତି ମିଳିବ ସେଇ ଦିଗରେ ଆମେ କାମ କରିବୁ। ମୁଁ ବାର୍ତ୍ତା ଦେବି ଧର୍ମଶାଳା ଜନସାଧାରଣ ପାଇଁ ମୁଖ୍ୟ ସମସ୍ୟା ହେଉଛି ଚାଷୀ ସମସ୍ୟା, ପାଣିର ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା। ତାରି ଉପରେ ଯଦି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ସୁଯୋଗ ଦେଲେ ତାରି ଉପରେ ଆମେ କାମ କରିବା ଆଉ ତୁରନ୍ତ ପଦକ୍ଷେପ ନେବୁ। ନିଶ୍ଚୟ ଜନସାଧାରଣଙ୍କ ବହୁତ ଦିନର ଯେଉଁ ଆଶା ସେଇଟା ପୂରଣ ହେବ ବୋଲି ମୋର ବିଶ୍ୱାସ।